ओडिशा आज मे 2 तारिख सोमवार 2025 सत्यपाठ चैनल रे आपनकु स्वागत। आसंतु नजर पकाइबा सकाळर 30 टी मुख्य खबर उपरे। ଏହା ପିଏମ୍ ମୋଦିଙ୍କର ସରକାର କାହାକୁ ଛଡ଼ାଯିବ ନାହିଁ। ପହଲଗାମ ଆକ୍ରମଣ ଉପରେ ଅମିତ ଶାହାଙ୍କ ବୟାନ। ଜମ୍ମୁ କାଶ୍ମୀର ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯଦି କେହି କାପୁରୁଷ ଆକ୍ରମଣକୁ ନିଜର ବଡ଼ ବିଜୟ ବୋଲି ଭାବନ୍ତି ତେବେ ସେମାନେ ବୁଝିବା ଉଚିତ ଯେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ଏହାସହ ଦିଲ୍ଲୀରେ ଶାହା କହିଛନ୍ତି ଯେ ଏହି ଲଢ଼େଇରେ କେବଳ 140 କୋଟି ଭାରତୀୟ ନୁହନ୍ତି ବରଂ ସାରା ଭାରତ ସହ ବିଶ୍ୱ ଛିଡ଼ା ହୋଇଛି। ଭାରତ ଭୟରେ ପିଓକେ ବନ୍ଦ ହେଲା 1000ରୁ ଉର୍ଦ୍ଧ୍ୱ ମଦ୍ରାସା। ରିପୋର୍ଟ ଅନୁସାରେ ଭାରତ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ପିଓକେ ରେ ଗୁରୁବାର 1000ରୁ ଅଧିକ ମଦ୍ରାସା ବନ୍ଦ କରିଦିଆଯାଇଛି। ନ୍ୟୁଜ ଏଜେନ୍ସି ଏଏଫପି ଅନୁଯାୟୀ ସ୍ଥାନୀୟ ଧାର୍ମିକ ବ୍ୟାପାର ବିଭାଗ ମୁଖ୍ୟ ହାଫିଜ ନଜିର ଅହମ୍ମଦ କହିଛନ୍ତି ଯେ ପିଓକେର ସମସ୍ତ ମଦ୍ରାସାରେ 10 ଦିନିଆ ଛୁଟି ଘୋଷଣା କରାଯାଇଛି। ସୂଚନା ଥାଉ କି ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ନିଜର ଆଭିମୁଖ୍ୟ କଠୋର କରିଛି। ପାକିସ୍ତାନକୁ ସମର୍ଥନ କରିବାକୁ ଆସାମରେ 36 ଜଣ ଦେଶଦ୍ରୋହୀଙ୍କୁ ଗିରଫ କରାଯାଇଛି। ହିମନ୍ତ ବିଶ୍ୱ ଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଭାରତ ମାଟିରେ ପାକିସ୍ତାନକୁ ସମର୍ଥନ କରିବାରୁ ଆସାମରେ ମୋଟ 36 ଜଣ ଦେଶଦ୍ରୋହୀଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏହି ଗିରଫ କରାଯାଇଛି। ଏହାସହ ଆମେ ସମସ୍ତ ମାଧ୍ୟମ ଉପରେ କଡ଼ା ନଜର ରଖିଛୁ ବୋଲି ଗିରଫ ଲୋକଙ୍କ ତାଲିକା ସେୟାର କରି ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି। ସୂଚନା ଥାଉ କି ପହଲଗାମ ଆତଙ୍କୀ ହମଲାରେ 26 ଜଣଙ୍କ ଜୀବନ ଯାଇଥିଲା। ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କର 116 ବର୍ଷ ବୟସରେ ପରଲୋକ। ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ବ୍ରାଜିଲର ଇନା କାନାବରୋ ଲୁକ୍ସଙ୍କର ବୁଧବାର 116 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ନନ୍ ଲୁକ୍ସଙ୍କର ଜନ୍ମ 1908 ମସିହାରେ ହୋଇଥିବା ବେଳେ 26 ବର୍ଷ ବୟସରେ ନନ୍ ହୋଇଥିଲେ। ଚଳିତ ବର୍ଷ ଆରମ୍ଭରେ ଜାପାନ ଟୋମିକୋ ଇଟୁକା 116 ବର୍ଷ ବୟସରେ ଦେହାନ୍ତ ପରେ ସେ ବିଶ୍ୱର ସବୁଠାରୁ ବୟସ୍କ ମହିଳା ହୋଇଥିଲେ। ଇନାହ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଅନେକ ଐତିହାସିକ ଘଟଣାର ମୂକ ସାକ୍ଷୀ ଥିଲେ। ଅନୁଷ୍କାଙ୍କ ଜନ୍ମଦିନରେ ବିରାଟଙ୍କ ଖାସ୍ ପୋଷ୍ଟ। 20 ମିନିଟରେ ଆସିଲା 2 ମିଲିୟନ ଲାଇକ୍ସ। ଆଇପିଏଲରେ ବ୍ୟସ୍ତ ଥିବା କ୍ରିକେଟର ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ବିରାଟଙ୍କ ଏହି ପୋଷ୍ଟରେ ମାତ୍ର 20 ମିନିଟରେ 2 ମିଲିୟନରୁ ଉର୍ଦ୍ଧ୍ୱ ଲାଇକ୍ସ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମ ପୋଷ୍ଟରେ ବିରାଟ ଅନୁଷ୍କାଙ୍କୁ ତାଙ୍କର ସବୁଠାରୁ ଭଲ ବନ୍ଧୁ, ଜୀବନ ସାଥୀ, ସୁରକ୍ଷିତ ସ୍ଥାନ ଓ ବେଟର ହାଫ୍ ଏବଂ ସବୁକିଛି ବୋଲି ଲେଖିଛନ୍ତି। ଅନୁଷ୍କା ତାଙ୍କର ଜୀବନର ମାର୍ଗଦର୍ଶୀ ଆଲୋକ ଏବଂ ସେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ମଧ୍ୟ ଲେଖିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ। କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ବେଳେ ହଷ୍ଟେଲ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଇନ୍ଫୋସିଟି ପୋଲିସ ପହଞ୍ଚି ତଦନ୍ତ କରୁଥିବା ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ନେଇ ସୂଚନା ମିଳିପାରିନାହିଁ। ଗତ ଫେବୃଆରୀରେ ପ୍ରକୃତି ଲାମ୍ସା ନାମକ ନେପାଳୀ ଛାତ୍ରଙ୍କର ଆତ୍ମହତ୍ୟା ପରେ ବିବାଦ ଘେରକୁ ଆସିଥିଲା କିଟ୍। ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ। ଏପ୍ରିଲ ମାସରେ ସର୍ବକାଳୀନ 2.37 ଲକ୍ଷ କୋଟି ସଂଗ୍ରହ। ଭାରତ ଜିଏସଟି ଆଦାୟ ଏପ୍ରିଲ 2025ରେ ସର୍ବକାଳୀନ ରେକର୍ଡ 2.37 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟରେ ଜାରି କରାଯାଇଛି। ଏହା ଏପ୍ରିଲ 2024ରେ 2.10 ଲକ୍ଷ କୋଟି ତୁଳନାରେ 12.6% ବୃଦ୍ଧି ଘଟିଛି। ଘରୋଇ କାରବାରରୁ ଜିଏସଟି ରାଜସ୍ୱ 10.7% ବୃଦ୍ଧି ପାଇ ପ୍ରାୟ 1.9 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆମଦାନୀ ସାମଗ୍ରୀରୁ ରାଜସ୍ୱ 20.8% ବୃଦ୍ଧି ପାଇ 46,913 କୋଟିରେ ପହଞ୍ଚିଛି। ମୁସଲମାନମାନଙ୍କୁ ଘୃଣା କରନି। ପହଲଗାମ ହମଲାରେ ଜୀବନ ହାରିଥିବା ନୌସେନା ଅଧିକାରୀଙ୍କ ଜନ୍ମଦିନରେ କହିଲେ ପତ୍ନୀ। ପହଲଗାମ ଆତଙ୍କୀ ହମଲାରେ ଜୀବନ ହାରିଥିବା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ଜନ୍ମଦିନରେ ତାଙ୍କ ପତ୍ନୀ ହିମାଂଶୀ ନରୱାଲ ଶାନ୍ତି ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ଆମେ ଚାହୁଁନାହୁଁ ଯେ ଲୋକମାନେ ମୁସଲମାନଙ୍କୁ କିମ୍ବା କାଶ୍ମୀର ଲୋକଙ୍କୁ ଟାର୍ଗେଟ କରନ୍ତୁ କିମ୍ବା ତାଙ୍କୁ ଘୃଣା କରନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଆମେ କେବଳ ଶାନ୍ତି ଓ ନ୍ୟାୟ ଚାହୁଁଛୁ। ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଦୋଷୀଙ୍କୁ କଠୋର ସଜା ମିଳିବା ଆବଶ୍ୟକ। ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ କରିବାର ଅନକ୍ୟାପ୍ ଖେଳାଳି ହେଲେ ପିଭି କେସେ।
ର ପ୍ରଭସିମରନ ସିଂ। पंजाब किंग्स बैट्समैन प्रभसिमरन सिंह आईपीएल इतिहास रे सर्वाधिक रन करिवार अनक्याप खेलाड़ी होइछंती। प्रभसिमरन आईपीएल 44 टी इनिंग्स रे मोट 1102 रन करिछंती, जेउथिरे 6 टी अर्धशतक और गोटिए शतक रहिछि। प्रभसिमरन एही मामला रे मनन बोहरांकु पछरे पकाई जे कि अनक्याप खेलाड़ी भाबरे 1083 रन करिथिले। सूचना थाउ कि चलित सीजन रे प्रभसिमरन 10 टी मैच रे मोट 346 रन करिछंती। ଆକ୍ରମଣର ସ୍ଥାନ ଭାରତ ସ୍ଥିର କରୁ, ଏହା କେଉଁଠି ସରିବ ଆମେ ସ୍ଥିର କରିବୁ। ପାକିସ୍ତାନ ସେନା ମୁଖପାତ୍ର। ଭାରତର କଡା ଆଭିମୁଖ୍ୟରେ ଛାନିଆ ହୋଇ ପାକିସ୍ତାନର ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରୀଫ ଚୌଧୁରୀ ଭାରତକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଭାରତ ଆକ୍ରମଣ କରେ ତେବେ ଏହାର କଡା ଜବାବ ଦିଆଯିବ। ଆକ୍ରମଣର ସ୍ଥାନ ସିନା ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ। ଇସଲାମାବାଦରେ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅହମ୍ମଦ ଶରୀଫ ଚୌଧୁରୀ ଏହି ବିବୃତ୍ତି ଦେଇଛନ୍ତି। ସ୍ୱାମୀର ସମ୍ମାନହାନି କରିବାରୁ ସ୍ତ୍ରୀ ଉପରେ 1 ଲକ୍ଷ ଟଙ୍କା ଜୋରିମାନା କଲେ କଲିକତା ହାଇକୋର୍ଟ। ଏକ ମାମଲାରେ ସ୍ୱାମୀର ସମ୍ମାନକୁ ସ୍ତ୍ରୀ କ୍ଷୁଣ୍ଣ କରିଥିବା ଦର୍ଶାଇ ତାଙ୍କୁ 1 ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି କଲିକତା ହାଇକୋର୍ଟ। ମାମଲା ଅନୁଯାୟୀ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଖବରକାଗଜରେ 2 ଥର ନୋଟିସ୍ ଛାପିଥିଲେ ଏବଂ ଏଥିରେ ଲେଖାଥିଲା ଯେ ତାଙ୍କ ସ୍ୱାମୀ ତାଙ୍କଠାରୁ ଛାଡ଼ପତ୍ର ନ ନେଇ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ସ୍ୱାମୀ ଏପରି ନିଷ୍ପତ୍ତି ନେଇନଥିବା କହିଥିବା ସହ ଏହାଦ୍ୱାରା ତାଙ୍କ ସମ୍ମାନୀ ହାନି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁରର ସହକାରୀ ମତ୍ସ୍ୟ ଅଧିକାରୀ ଏସଏଚଜି ଗୋଷ୍ଠୀଠାରୁ ନେଉଥିଲେ ଲାଞ୍ଚ। 30,000 ଟଙ୍କା ଲାଞ୍ଚ ନେବାବେଳେ ବୀର ମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନଙ୍କୁ ଭିଜିଲାନ୍ସ ଧରିଛି। ମାଛ ଚାଷ ସବସିଡି କରାଇଦେବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ମଧ୍ୟସ୍ଥିଙ୍କ ମାଧ୍ୟମରେ ସେ ଲାଞ୍ଚ ନେଉଥିଲେ। ଟ୍ରାପ୍ ପରେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ। ବିଭୂତି ପ୍ରଧାନଙ୍କ 2ଟି ସ୍ଥାନ ଓ ମଧ୍ୟସ୍ଥି ବାବୁଲାଲ ବାରିକର ଗୋଟିଏ ସ୍ଥାନର ଯାଞ୍ଚ ଚାଲିଛି। ମେ 10 ତାରିଖ ଯାଏଁ ରାଜ୍ୟରେ ବଢ଼ିବନି ଗରମ। ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତା 10 ତାରିଖ ଯାଏଁ କାଳ ବୈଶାଖୀ ଓ ଟ୍ରପ୍ ଲାଇନ୍ର ପ୍ରଭାବ ଯୋଗୁଁ ଅଧିକ ଗରମ ଅନୁଭୂତ ହେବ ନାହିଁ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ କୁଆପଥର ବର୍ଷା ସହ 50ରୁ 60 କିଲୋମିଟର ବେଗରେ ପବନ ହେବ। ସେହିଭଳି କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ସହ ପବନର ବେଗ 40ରୁ 50 କିଲୋମିଟର ଛୁଇଁପାରେ। ଅଯୋଧ୍ୟାର ରାମ ମନ୍ଦିରରେ ଲାଗିଲା ସୁନାର ନୂଆ କବାଟ, ସାମ୍ନାକୁ ଆସିଲା ଭିଡିଓ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ପ୍ରଥମ ମହଲାରେ ଥିବା ରାମ ଦରବାରରେ ଏକ ନୂତନ ସୁନା କବାଟ ଲଗାଯାଇଛି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଶ୍ରମିକମାନେ ସୁନାର କବାଟ ଧରି ସିଡ଼ି ଚଢୁଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ରାମ ମନ୍ଦିରରେ 14ଟି ସୁନା କବାଟ ପୂର୍ବରୁ ଲଗାଯାଇଛି। ସୂଚନା ଥାଉ କି ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ 2024 ମସିହା ଜାନୁଆରୀ 22 ତାରିଖରେ ଅନୁଷ୍ଠିତ ହୋଇଥିଲା। ପିଏମ ମୋଦି ଜଣେ ଯୋଦ୍ଧା, ସେ କାଶ୍ମୀରରେ ଶାନ୍ତି ଆଣିବେ, କହିଲେ ଜାମ୍ମୁ କାଶ୍ମୀର ଆକ୍ରମଣ ଉପରେ ରଜନୀକାନ୍ତ। ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବର୍ବର ଓ ନିର୍ଦ୍ଦୟ ବୋଲି କହିଛନ୍ତି ଅଭିନେତା ରଜନୀକାନ୍ତ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଯୋଦ୍ଧା, ଯିଏ କାଶ୍ମୀରରେ ଶାନ୍ତି ଆଣିବେ ବୋଲି ସେ କହିଛନ୍ତି। ସେହିପରି ପିଏମ ମୋଦି ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଥିବା ବୋଲି ସେ କହିଛନ୍ତି। ଏହାକୁ ପ୍ରମାଣ କରିଛନ୍ତି ଓ ଗତ ଦଶନ୍ଧି ଧରି ଆମେ ଏହା ଦେଖି ଆସୁଛୁ ବୋଲି ରଜନୀକାନ୍ତ କହିଛନ୍ତି। ଓଡ଼ିଶା ସମେତ 19 ରାଜ୍ୟର ଏକଲବ୍ୟ ବିଦ୍ୟାଳୟରେ ସ୍ଥାପନ ହେବ ମହାକାଶ ପ୍ରୟୋଗଶାଳା। ଓଡ଼ିଶା ସମେତ ଦେଶରେ 19ଟି ରାଜ୍ୟର 75ଟି ଏକଲବ୍ୟ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ସ୍ଥାପନ ହେବ। ଏହାଦ୍ୱାରା 50,000ରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହେବେ। ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଏନେଇ ଘୋଷଣା କରିଛନ୍ତି। ବିପିସିଏଲ୍ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ମହାକାଶ ପ୍ରୟୋଗଶାଳା ସ୍ଥାପନ ପାଇଁ ପ୍ରାୟ 12 କୋଟି ଟଙ୍କାର ମଞ୍ଜୁର କରିଛି। କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ପୂର୍ବରୁ ଏହିଭଳି ପ୍ରକଳ୍ପ ଭୁବନେଶ୍ୱରର ବିମାନ ବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା। ତେବେ ଏଥିରେ ବଡ଼ ପରିବର୍ତ୍ତନ କରାଯାଇଛି। ତ୍ରିଶୂଳିଆ ପରିବର୍ତ୍ତେ କଟକ ବଡ଼ ଡାକ୍ତରଖାନା ଓ କଟକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପ୍ରକଳ୍ପ ସମ୍ପ୍ରସାରିତ ହେବ ବୋଲି ସେ କହିଛନ୍ତି। ଭାରତରେ ବ୍ୟାନ୍ ହେଲା ପାକିସ୍ତାନୀ ଅଲମ୍ପିଆନ ଅରଶଦ ନଦୀମଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ। ପାକିସ୍ତାନର ଅଲମ୍ପିକ ଚମ୍ପିଆନ ଅରଶଦ ନଦୀମଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତ ବ୍ୟାନ୍ କରିଛି। ଜାଭେଲିନ୍ ଥ୍ରୋଅର
ନଦୀମଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ଲିକ୍ କରିବା ପରେ ଭାରତରେ ଆକାଉଣ୍ଟ ଉପଲବ୍ଧ ନଥିବା ମେସେଜ ଆସୁଛି। ଏହା ପୂର୍ବରୁ ସରକାର ଶୋଏବ ଅଖତର, ସାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ ଭାରତରେ ବ୍ୟାନ୍ କରିଥିଲେ। ସେହିପରି ଲୋକପ୍ରିୟ ପାକିସ୍ତାନୀ ଫିଲ୍ମ ତାରକା ହାନିଆ ଆମିର, ଅଲି ଫୈଜାଲ, ମାହିରା ଖାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ କରାଯାଇଛି। ଭାରତ ସହିତ ଉତ୍ତେଜନା ମଧ୍ୟରେ ପିଓକେକୁ ବିମାନ ଚଳାଚଳ ବାତିଲ କଲା ପାକିସ୍ତାନ। ପହଲଗାମ ଆତଙ୍କୀ ହମଲା ପରେ ଭାରତ ସହିତ ଉତ୍ତେଜନା ସ୍ଥିତି ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ବିମାନ ଚଳାଚଳ ବାତିଲ କରିଛି ପାକିସ୍ତାନ। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଗିଲଗିଟ୍, ସ୍କାଡୁ ଓ ପିଓକେର ଅନ୍ୟ ଅନ୍ୟ ଅଞ୍ଚଳରେ ବିମାନ ଚଳାଚଳ ବାତିଲ କରିଥିବା ନେଇ ପିଟିଆଇ ରିପୋର୍ଟ କରିଛି। ସୂଚନାଥାଉ କି ପାକିସ୍ତାନ ପୂର୍ବରୁ ଭାରତୀୟ ବିମାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିଥିବା ବେଳେ ଭାରତ ମଧ୍ୟ ପାକିସ୍ତାନୀ ବିମାନ ପାଇଁ ନିଜର ଏୟାରସ୍ପେସ୍କୁ ସାହିଦ ଆଫ୍ରିଦିଙ୍କୁ ପାକିସ୍ତାନଙ୍କ ଆକ୍ରମଣର ପୁରୁଣା ଭିଡିଓ ଭାଇରାଲ। ପୂର୍ବତନ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ ପାକିସ୍ତାନର ସ୍ଥାନୀୟ ଲୋକେ ମାଡ ମାରିବାର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଭିଡିଓଟି 2012 ମସିହାର ହୋଇଥିବା ବେଳେ ଆଫ୍ରିଦି ଏୟାରପୋର୍ଟରେ ଜଣେ ପ୍ରଶଂସକଙ୍କୁ ଚାପୁଡା ମାରିବା ପରେ ସ୍ଥାନୀୟ ଲୋକେ ତାଙ୍କ ସହ ମାରପିଟ କରିଥିଲେ। ସୂଚନା ମୁତାବକ ପହଲଗାମ ହମଲା ପରେ ଆଫ୍ରିଦି ଭାରତୀୟ ସେନାକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଖୁବ୍ ସମାଲୋଚନାର ଶିକାର ହୋଇଛନ୍ତି। ପହଲଗାମ ହମଲାର ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ, କହିଲେ ବର୍ତ୍ତମାନ ଆବେଦନର ଶୁଣାଣି କରିବାର ସମୟ ନୁହେଁ। ପହଲଗାମ ଆତଙ୍କୀ ହମଲାର ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ, ବର୍ତ୍ତମାନ ଆବେଦନ କରିବା ସମୟ ନୁହେଁ ବୋଲି ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି। ଏହିଭଳି କରି ସେନାର ମନୋବଳ ନ ଭାଙ୍ଗିବା ସହ ବିଚାରପତିଙ୍କ କାମ ତଦନ୍ତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି କଠିନ ସମୟରେ ସମସ୍ତ ଦେଶବାସୀ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ଲଢ଼େଇ ସହଯୋଗ କରିବାକୁ କୁହାଯାଉଛି। ତେବେ ଆବେଦନକାରୀ ଏସ୍ଆଇଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ଦାୟ କରିଥିଲେ। ଏଥର ଜାତି ପଚାରିବେ ସରକାର। ପୂର୍ବରୁ ଜାଣନ୍ତୁ ଜନଗଣନାରେ କ'ଣ ଥିଲା 29ଟି ପ୍ରଶ୍ନ। ଦେଶରେ ଆଗାମୀ ଜନଗଣନାରେ ଜାତିକୁ ସାମିଲ କରିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ 2011 ମସିହାରେ ହୋଇଥିବା ଜନଗଣନାରେ ମୋଟ 29 ଗୋଟି ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ବ୍ୟକ୍ତିଙ୍କ ନାମ, ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ ଓ ଲିଙ୍ଗ, ଜନ୍ମ ତାରିଖ, ବୈବାହିକ ସ୍ଥିତି, ଧର୍ମ, ଏସ୍ସି ଏସ୍ଟି, ମାତୃଭାଷା, ବିକଳାଙ୍ଗତା, ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା, ରୋଜଗାର ଓ ପ୍ରଜନନ ସମ୍ପର୍କିତ ପ୍ରଶ୍ନ ସାମିଲ ଥିଲା। ଆଗାମୀ ଜନଗଣନାରେ ମୋଟ 30 ଗୋଟି ପ୍ରଶ୍ନ ରହିବ। ଆଇପିଏଲ୍ ଇତିହାସରେ ସିଏସ୍କେ ବିପକ୍ଷରେ ହାଟ୍ରିକ୍ ୱିକେଟ୍ ନେବାରେ ପ୍ରଥମ ଖେଳାଳି ହେଲେ ଯୁଜବେନ୍ଦ୍ର ଚହଲ। ଆଇପିଏଲ୍ ଇତିହାସରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ହାଟ୍ରିକ୍ ୱିକେଟ୍ ନେବାରେ ପ୍ରଥମ ଖେଳାଳି ହୋଇଛନ୍ତି ପିବିକେଏସ୍ର ଯୁଜବେନ୍ଦ୍ର ଚହଲ। ବୁଧବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ର 19ତମ ଓଭରରେ ତାଙ୍କୁ ଏହି ସଫଳତା ମିଳିଛି। ସେ ଏହି ଓଭରରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲରେ ଯଥାକ୍ରମେ ଦୀପକ ହୁଡା, ଅନସୁଲ କାମ୍ବୋଜ ଓ ନୁର ଅହମ୍ମଦଙ୍କ ୱିକେଟ୍ ନେଇଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ 2022 ଆଇପିଏଲ୍ରେ ରାଜସ୍ଥାନ ବିପକ୍ଷରେ ହାଟ୍ରିକ୍ ନେଇଥିଲେ ଚହଲ। ଭାରତରେ ବନ୍ଦ ହେଲା ପାକିସ୍ତାନ ସେନାର ଆଇଏସ୍ପିଆର ୟୁଟ୍ୟୁବ ଚ୍ୟାନେଲ। ଭାରତରେ ପାକିସ୍ତାନ ସେନାର ଆଇଏସ୍ପିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରାଯାଇଛି। ଚ୍ୟାନେଲର ଏକ ବାର୍ତ୍ତାରେ ଲେଖାଯାଇଛି, ଜାତୀୟ ସୁରକ୍ଷା ବା ପବ୍ଲିକ ଅର୍ଡର ସହିତ ଜଡ଼ିତ ସରକାରଙ୍କ ନିର୍ଦ୍ଦେଶ ଯୋଗୁଁ ଏହି ବିଷୟବସ୍ତୁ ବର୍ତ୍ତମାନ ଦେଶରେ ଉପଲବ୍ଧ ନାହିଁ। ଭାରତ ପାକିସ୍ତାନ ସରକାର ଓ ଏହାର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫଙ୍କ ଏକ୍ସ ହ୍ୟାଣ୍ଡେଲକୁ ମଧ୍ୟ ବ୍ୟାନ୍ କରିଛି ଭାରତ। ପୂର୍ବରୁ ପାକିସ୍ତାନର ଅନେକ ୟୁଟ୍ୟୁବ ଚ୍ୟାନେଲକୁ ଭାରତ ବ୍ୟାନ୍ କରିସାରିଛି। ପହଲଗାମରେ ଏନ୍ଆଇଏ ଡିଜି ସଦାନନ୍ଦ ବସନ୍ତ ଆକ୍ରମଣର 2 ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ। ପହଲଗାମ ଆକ୍ରମଣର 9 ଦିନ ପରେ ଏନ୍ଆଇଏ ଡିଜି ସଦାନନ୍ଦ ବସନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସବୁ ତଦନ୍ତ କରିଛନ୍ତି ତାର ଅଗ୍ରଗତି ଯାଞ୍ଚ କରିବା ସହ ସମୀକ୍ଷା ପରେ ଏନ୍ଆଇଏର ଟିମ୍ ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଅନ୍ୟପଟେ ଆତଙ୍କବାଦୀମାନେ ଆକ୍ରମଣର 2 ଦିନ ପୂର୍ବରୁ ଘଟଣାସ୍ଥଳକୁ ଆସି ରେକି କରିଥିଲେ। ଅନ୍ୟ 3ଟି ସ୍ଥାନରେ ବି ଆକ୍ରମଣ କରିବାକୁ ସେମାନଙ୍କ ଯୋଜନା ଥିଲା। ଆଜିଠାରୁ 3 ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ। ଆଜି ଅର୍ଥାତ୍ ମେ 1 ତାରିଖରୁ ଜୁଲାଇ 31 ପର୍ଯ୍ୟନ୍ତ 3 ମାସ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହା କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବା ବେଳେ ମାଈ କୁମ୍ଭୀରମାନେ ବିଶେଷ ଭାବରେ ଆକ୍ରମଣାତ୍ମକ ହୋଇଥାନ୍ତି। ଏହି ବନ୍ଦ ସମୟରେ ବନରକ୍ଷୀମାନେ ପ୍ରତି ବସା ପାଇଁ 50ରୁ 60ଟି ଅଣ୍ଡା ଦେଉଥିବା ମା କୁମ୍ଭୀରମାନଙ୍କ ଉପରେ ନଜର ରଖିବେ। ଏହି ସମୟରେ ପାର୍କ ଭିତରକୁ ନ ଯିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ମଧ୍ୟ କୁହାଯାଇଛି। ଆଜି ବିଶ୍ୱ ପାସୱାର୍ଡ ଦିବସ। ଜଟିଳ ପାସୱାର୍ଡର ଗୁରୁତ୍ୱ ବିଷୟରେ ସଚେତନତା ଲକ୍ଷ୍ୟ। ସୁରକ୍ଷା ଗବେଷକ ମାର୍କ ବର୍ନେଟ୍ ପ୍ରଥମ 2005ରେ ତାଙ୍କ ପୁସ୍ତକ ପରଫେକ୍ଟ ପାସୱାର୍ଡରେ ପାସୱାର୍ଡ ଦିବସ ପାଳନ କରିବାକୁ ଅପିଲ କରିଥିଲେ। ସେହିଦିନଠାରୁ ପ୍ରତିବର୍ଷ ମେ ମାସ ପ୍ରଥମ ଗୁରୁବାର ବିଶ୍ୱ ପାସୱାର୍ଡ ଦିବସ ଭାବେ ପାଳନ କରାଯାଉଛି। ଜଟିଳ ପାସୱାର୍ଡ ଦ୍ୱାରା ଡିଜିଟାଲ ଯୁଗରେ ନିଜର ତଥ୍ୟକୁ ସୁରକ୍ଷିତ ରଖିବା ନେଇ ଲୋକଙ୍କୁ ସଚେତନ କରିବା ଏହାର ଲକ୍ଷ୍ୟ। ତେବେ ଆପଣଙ୍କ ସହିତ ଜଡ଼ିତ ଶବ୍ଦକୁ ପାସୱାର୍ଡରେ ବ୍ୟବହାର କରିବାରୁ ସବୁବେଳେ ଦୂରେଇ ରୁହନ୍ତୁ।
ଆମେରିକାକୁ ଜୟଶଙ୍କରଙ୍କର କଡ଼ା ସନ୍ଦେଶ, ପହଲଗାମ ହମଲାର ଆତଙ୍କୀଙ୍କୁ ଭୋଗିବାକୁ ପଡ଼ିବ ପରିଣାମ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ପହଲଗାମ ହମଲାକୁ ନେଇ କଡ଼ା ସନ୍ଦେଶ ଦେଇଛନ୍ତି। ଜୟଶଙ୍କର କହିଥିଲେ, ଏହି ଆତଙ୍କୀ ହମଲାର ଦୋଷୀ, ଷଡ଼ଯନ୍ତ୍ରକାରୀ ଓ ସମର୍ଥନ କରୁଥିବା ଲୋକଙ୍କୁ ପରିଣାମ ଭୋଗ କରିବାକୁ ପଡ଼ିବ ଏବଂ ସମସ୍ତଙ୍କୁ କଡ଼ା ସଜା ମିଳିବ। ରୁବିଓ ମଧ୍ୟ ପହଲଗାମ ଆତଙ୍କୀ ହମଲାର କଡ଼ା ନିନ୍ଦା କରିଥିଲେ। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କୁ ମଧ୍ୟ ଫୋନ୍ କରିଥିଲେ। ପାକିସ୍ତାନକୁ ଆଟାକ୍ କଲେ ଭାରତ ସହ ଯୁଦ୍ଧ ଧମକ ଦେଲା ବାଂଲାଦେଶ। ଭାରତ ଓ ପାକିସ୍ତାନ ଉତ୍ତେଜନା ମଧ୍ୟରେ ବାଂଲାଦେଶର ଜଣେ ଅବସରପ୍ରାପ୍ତ ମେଜର ଜେନେରାଲ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ବାଂଲାଦେଶ ଭାରତର ଉତ୍ତର ପୂର୍ବ ରାଜ୍ୟକୁ ଦଖଲ କରିବ। ଏଏଲଏମ୍ ଫଜଲୁର ରହମାନ କହିଛନ୍ତି ଯେ ଭାରତର 7ଟି ଉତ୍ତର ପୂର୍ବ ରାଜ୍ୟ ଉପରେ ବାଂଲାଦେଶ ନଜର ରଖିଛି। ସେ ଚାଇନା ସହ ମିଳିତ ସାମରିକ ଯୋଜନା ପାଇଁ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଲା ଭାରତ ଓ ପାକିସ୍ତାନର ଅଟାରୀ ୱାଘା ସୀମା। ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଅଟାରୀ ଓ ୱାଘା ସୀମାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଛି। ଏନେଇ ସୂଚନା ମିଳିଛି। ଏପ୍ରିଲ 22ରେ ପହଲଗାମ ଆତଙ୍କୀ ହମଲାରେ କେନ୍ଦ୍ର ସରକାର ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅଟାରୀ ୱାଘା ସୀମା ଦେଇ ଅନେକ ପାକିସ୍ତାନୀ ଭାରତ ଛାଡ଼ିଛନ୍ତି। ତେବେ ସୀମା ବନ୍ଦ ହେବା ପୂର୍ବରୁ ବୁଧବାର ଦିନ ମୋଟ 125 ଜଣ ପାକିସ୍ତାନୀ ଏହି ସୀମା ଦେଇ ଭାରତରୁ ପାକିସ୍ତାନକୁ ଯାଇଥିବା ଜଣାପଡ଼ିଛି।